ମୁଁ ତ କହିବି ଏଇଟା ହେଉଛି ନିଶ୍ଚିତ ଗୋଟେ ଭଲ ପଦକ୍ଷେପ ସରକାରଙ୍କ ଦ୍ୱାରା ନିଆଯାଇଛି, କିନ୍ତୁ ତାର କାର୍ଯ୍ୟକାରିତା ଉପରେ ସନ୍ଦେହ ରହୁଛି। କ'ଣ ପାଇଁ? ମୁଁ ଆଜି ଡେଟ୍ରେ ଅନୁଗୁଳ ଜିଲ୍ଲା କଥା ଯଦି କୁହାଯିବ ତାହେଲେ ଅନୁଗୁଳ ଜିଲ୍ଲାରେ ବାଂଲାଦେଶୀ ଭର୍ତ୍ତି ହେଇକରି ଅଛନ୍ତି, ଆଉ ଯେଉଁଟାକି ପ୍ରତ୍ୟେକ ଗାଁରେ ଆଉ ପ୍ରତ୍ୟେକ ୱାର୍ଡ଼ରେ ଭର୍ତ୍ତି ହେଇକରି ଅଛନ୍ତି। ଯେତେ ଗୁଡ଼ିଏ କନଷ୍ଟ୍ରକ୍ସନ୍ ଆକ୍ଟିଭିଟି ଚାଲୁଛି, ଇଣ୍ଡଷ୍ଟ୍ରିଆଲାଇଜେସନ୍ ହେଉଛି, ପ୍ରତ୍ୟେକ କମ୍ପାନୀରେ ସବୁ ଜାଗାରେ ବାଂଲାଦେଶୀ ଭରପୁର ଅଛନ୍ତି। ଆଉ ଆମର ଲୋକମାନେ ହିଁ ସେମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି ଆଉ ସେମାନଙ୍କୁ ବିଭିନ୍ନ କାମରେ ନିୟୋଜିତ କରିକି କରୁଛନ୍ତି। ଆଉ ଏଥିରେ ଲେବର ଡିପାର୍ଟମେଣ୍ଟ କାଲସ ହେଇକରି ବସିଛି। ଇମିଗ୍ରେସନ୍ ଲେବର ଯେଉଁ ଜିନିଷ ଅଛି ସେଇ ଜିନିଷ ଉପରେ ଲେବର ଡିପାର୍ଟମେଣ୍ଟ ପଇସା ଖାଇକରି ବସୁଛି, କୌଣସି କାମ କରୁନାହାନ୍ତି। ଆଜି ଡେଟ୍ ପର୍ଯ୍ୟନ୍ତ ମୁଁ ମଝିରେ ମାଗିଥିଲି ଆର୍ଟିଆଇରେ, ତାର ରିପୋର୍ଟ ବି ମାନେ ଦେଲେନି। ମୋଠୁ 400 ଟଙ୍କା ନେଇଛନ୍ତି, 400 ଟଙ୍କା ଆଜି ଡେଟ୍ରେ ବି ସେମାନେ ମୋର ତା ରିପୋର୍ଟ ଦେଇନାହାନ୍ତି, ପଇସା ଖାଇ ଦେଇଛନ୍ତି। ମୁସାଫା ଏଇଟେ ଆମେ ଯଦି ଦେଖିବା ମସଜିଦ୍ ଯେଉଁଟା ହେଇଛି ଏଠି ଆମର ଶିକ୍ଷକପଡ଼ାରେ ଇଲିଗାଲ କନଷ୍ଟ୍ରକ୍ସନ୍ ମସଜିଦ୍ ହେଇଛି। ପ୍ରତ୍ୟେକ ଦିନ ନୂଆ ନୂଆ ଲୋକ ଆସୁଛନ୍ତି, ଆଉ ସେ ଲୋକ ଗୁଡ଼ାକୁ ମୁଁ ଅନୁଗୁଳରେ ଯେତେ ଦିନ ହେଲା ରହିଛି ସେ ଲୋକ ଗୁଡ଼ାକୁ ମୁଁ କେବେ ଦେଖିନି। ସେଗୁଡ଼ାକୁ କୁଆଡ଼ୁ ଆସୁଛନ୍ତି, କେମିତି ଆସୁଛନ୍ତି, ଗୋଟେ ଆଶ୍ଚର୍ଯ୍ୟ କଥା। ଆଉ ପୁଲିସ ବି ଆ ଉପରେ କୌଣସି ଜିନିଷ କରୁନି। ଯେଉଁମାନେ ଆଜି ଡେଟ୍ରେ ସେମାନେ ତ ବାହାରେ ରହୁନାହାନ୍ତି, ଘର ଭଡ଼ା ନେଇକି ରହୁଛନ୍ତି। ପୁଲିସର ବି ଦାୟିତ୍ୱ ଅଛି, ଆଇନ ବି ଅଛି ଯେ ସେମାନେ ଭେରିଫିକେସନ୍ କରିବେ କେଉଁଟେ ଭଡ଼ା କିଏ ରହୁଛି, କ'ଣ କରୁଛି। ତା ଉପରେ ବି ପୁଲିସ ବି କୌଣସି ଜିନିଷ ଆକ୍ସନ୍ ନେଉନି। ପୁଲିସ ବି ଆଜି ଡେଟ୍ରେ ସେମାନେ ଦେଖୁଛନ୍ତି ଡ୍ୟୁଟି, ପ୍ଲସ୍ ଆମର ରାଜନୈତିକ ନେତା ଆଉ ଏଇ ଯେଉଁ ଯେତେ ସବୁ ୱାର୍ଡ଼ ମେମ୍ବର ଫାର୍ଡ଼ ମେମ୍ବର ବସୁଛନ୍ତି, ଏମାନେ ବି ସେମାନଙ୍କୁ ଆଜି ପ୍ରୋତ୍ସାହିତ କରିକି ତାଙ୍କର ଭୋଟ କାର୍ଡ଼, ଆଧାର କାର୍ଡ଼ ଏସବୁ ବନେଇ ଦେବାରେ ଲାଗିଛନ୍ତି। ଯେତେବେଳେ ପର୍ଯ୍ୟନ୍ତ ଭାରତରେ ସାର୍ବଜନିକ ଉଦ୍ଦେଶ୍ୟରେ ଯଦି ଯେଉଁ ଜିନିଷ କରାଯିବ ପପୁଲେସନ୍ ରେଜିଷ୍ଟର ଯେତେବେଳେ ପର୍ଯ୍ୟନ୍ତ ନ ହେଇଛି, ସେତେବେଳେ ପର୍ଯ୍ୟନ୍ତ ୟାର ସମସ୍ୟାର ସମାଧାନ ହୋଇପାରିବ ନାହିଁ ବୋଲି ମୋର ବିଶ୍ୱାସ। କାରଣ ଅନ୍ୟ ଦେଶମାନଙ୍କରେ ଯଦି ଆମେ ଦେଖାଯିବ ସେଠି ହେଉଛି पपुलेशन रजिस्टर अच्छी, किंतु भारत गोटे देश आज पर्यंत पपुलेशन रजिस्टर नहीं। भारतीय किए तार डेफिनेशन भी नहीं। तो एथि कौन अनुमान करवा हम बोली जो जिनसा कहुच्छी हम अनुगुल जदि आज डेट्रे इलिगाल एनक्रोचमेंट अच्छी, इलिगाल एनक्रोचमेंट केते जगह रही, केनाल हुड़ारे केते लोक रही, कौ जगार टाउन हाई स्कूल जो भितर अच्छी, प्लस सेपट साइड जो बेसिक स्कूल पछपटे सेपटे अच्छा, एपटे आम बंतला लाइन गला बेलू सेपट डाहाण पट गाँव से भितर भी बस्ती रही। टाउन पड़िया एमती कौ जगह नहीं, सबू जगार भर्ती होगी रही, देखुं कौन से लोक कौन प्रकार स्टेप नौ ना। सरकार कहीदेले बास से सरीगला, आम से खुशी होगले सरकार करुच्ची, किंतु सरकार करनी एटा जनसाधारण भी कर्तव्य, से भी जिनसा को जनवा दरकार। किंतु न जाणिक भी आज डेट्रे जो डिपार्टमेंट वाला करवा कथा से डिपार्टमेंट भी पैसा खाई बसी, से कौन जिन नौ ना। आज डेट्रे जब देखा पुलिस डिपार्टमेंट क्रिमिनाल पछरे बोलूँ सब जिन से होती आंटी सोशल सब जिन बांग्लादेश जो वेस्ट बेंगल रे क्राइम करुँच आसिक एठे लुचिकी रोचे से जिन होनी। मझे मझे आम देखुचु जे विभिन्न जगह आसिक उग्रपंथी जगार आरेस्ट होती सब जिन हो पुलिस आसिक एठे उठेक नहीं जापे, कि आम ओडिशा पुलिस एत बलुआ जे से कौन जिन यार सुराक भी पाऊना। तो एथिरू कौन आम अनुमान करवा, सरकार भल चिंता करुँच कले केते दूर कार्यकारी हम एटा प्रश्नवाची।